ମୋତେ ଯେତିକି ଆଟାକ୍ ହୁଏ ମୁଁ 300 ଆଟାକ୍ ସେଇଦିନ କରେ। ସେଇଦିନ ମୁଁ ପେଣ୍ଡିଂ ରଖେନି କି ଥାନାକୁ ଯାଏନି କେବେ। ଯେତେବେଳେ ଯେଉଁଠି କେତେବେଳେ ବାଇଚାନ୍ସ କ'ଣ ହେଇଛି ମୋ ଉପରେ ମୁଁ ଥାନା କଚେରୀ କେବେ ଯାଇନି। ମୁଁ ସିଧା ତା ଘରକୁ ଯାଏ ଲୋକ ନେଇକିରି କ'ଣ ପାଇଁ କରିଛୁ ସେଇଠି ଯା। ଏଗୁଡ଼ାକ ମାମୁଲି ଆମର ଚୂନ ବଳି ଦେବା, ରଙ୍ଗ ବଳି ଦେବା, ବାଲ୍ଟିରେ ରଙ୍ଗ ନେଇ ମୁହଁରେ ବଳି ଦେବା, ଗୁହ ବଳି ଦେବା, ଗୁହ ନେଇ ଆଗରେ ଥୋଇବା, କଂଗ୍ରେସ ବସିରେ ବାଜା ବଜେଇବା, ବାଡ଼େଇବା, କାଚ ଭାଙ୍ଗିବା, ଲାଇଟ୍ ଭାଙ୍ଗିବା, ପୋଡ଼ା ଜଳା କରିବା। ଇଏ ବୋଧେ 200 ଥର ହେଇଛି। ମୁଁ 57 ବର୍ଷ ରହିଲିଣି କଂଗ୍ରେସରେ, ସେ 10-20 ଥର ହେଇଛି। ଥରେ କ'ଣ ପୋଡ଼ିକି ଜଳାଜଳ ପଞ୍ଚ କରିଦେଲେ। ଏ ମୁଁ ସେଠି ଜାନକୀ ପଟ୍ଟନାୟକ ମୋତେ କହିଲେ, ମୁଁ ଗଲାବେଳକୁ ପୋଡ଼ା ଜଳା ହେଉଛି। 200 ଟଙ୍କା ନେଇକିରି ଗଲାବେଳକୁ ଏ ଶରତ ରାଉତ ଯେ ଏଇନା ଅଛନ୍ତି, ସେ ଗୋଟେ ଭିତରେ ବସିଛନ୍ତି, ତାଙ୍କ ଜିପ୍ଟା ଦୂର ଦୂର ହେଇ ଜଳୁଛି। ଅନ୍ୟମାନେ ଥିଲେ, ବିପିନ ଦାସ ଥିଲେ, ସବୁ ନେଇକି ଆସିଲି। ଏ ବହୁବାର ହେଇଛି। କେଉଁଟା ମୋତେ ଯେତିକି ଆଟାକ୍ ହୁଏ ମୁଁ 300 ଆଟାକ୍ ସେଇଦିନ କରେ। ଆଜି ବି କହିଦେଉଛି, ଯଦି ନିଜେ ବି ମୁଖ୍ୟମନ୍ତ୍ରୀ ଲୋକ ଲଗେଇ କିଛି କରିବେ ମୁଁ ସନ୍ଧ୍ୟା ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କର ଜବାବ ନେବି। ନବୀନ ବାବୁ ଯଦି କିଛି କରିବେ କାରଣ ମୁଁ ଅନ୍ୟାୟ କରିନି। ଅନ୍ୟାୟରେ ଯଦି ପାୱାର ଅଛନ୍ତି ବୋଲି ମିସ୍ୟୁଟିଲାଇଜ୍ କରିବେ ପୋଲିସ ଜରିଆରେ, କାହା ଜରିଆରେ, ସନ୍ଧ୍ୟା ସୁଦ୍ଧା ମୁଁ ତାର ଜବାବ ନେବି। କାରଣ ଜନତା ଆମ ସାଥିରେ ଅଛନ୍ତି, ଲୋକ ଆମ ସାଥିରେ ଅଛନ୍ତି। 60 ବର୍ଷ ହେଲା ଲୋକଙ୍କ ପାଇଁ ବାହାରିଛୁ। ଡାକିଦେଲା ମାନେ 5-7 ହଜାର ଏଇଠି ଡାକିଦେଲେ ନା 2000-3000 ଦେଇଦେବୁ ଆମେ। କାରଣ ଅନ୍ୟାୟ କରିନୁ, କାହାରଠୁ ପଇସା ଖାଇନୁ, ରାଜଧାନୀ ଉପରେ ସିଂହ ଭଳିଆ ଅଛୁ। ଯେ ଆଇଲା ଏ 3ଟା ଡାକ୍ତରଖାନା ଆଇଲାଣି, ଗୋଟେ ବ୍ଲଡ଼ ଡୋନେସନ୍ କ୍ୟାମ୍ପ କରିକି ଆଇଲାଣି ଜଟଣୀରୁ। ଆମେ ଲୋକଙ୍କର ସେବା କରିବାର ଅଛୁ, ଖାତିର ନାହିଁ କାହାରିକୁ। ମୁଁ କହିପାରିବିନି। ଶରଦ ପଟ୍ଟନାୟକ କାଳି ମାଡ଼ ହେଲା ପରେ କିଛି ଲୋକ କହୁଛନ୍ତି ଭଲ ହେଇଛି, ଟିକେଟ୍ ବିକ୍ରି କରିଥିଲେ। କେଜାଣି ମୁଁ କହିପାରିବିନି ସେ କାହାକୁ ବିକ୍ରି କରିଥିଲେ, କିଏ ପଇସା ନେଇଥିଲେ, କିଏ ଦେଇଥିଲେ, ମୁଁ ଦେଖିନି କି ଜାଣିନି। ମୁଁ କେମିତି କହିବି? ଫୁର୍ସତ ନାହିଁ। ସେଇଦିନ ମୁଁ ପେଣ୍ଡିଂ ରଖେନି କି ଥାନାକୁ ଯାଏନି କେବେ। ଯେତେବେଳେ ଯେଉଁଠି କେତେବେଳେ ବାଇଚାନ୍ସ କ'ଣ ହେଇଛି ମୋ ଉପରେ ମୁଁ ଥାନା କଚେରୀ କେବେ ଯାଇନି। ମୁଁ ସିଧା ତା ଘରକୁ ଯାଏ ଲୋକ ନେଇକିରି କ'ଣ ପାଇଁ କରିଛୁ ସେଇଠି ଯା। ବୁଝେଇବେ ନା କ'ଣ କରିବେ? ନାଇଁ ଯା ତ ନହେଲେ ଯା। ଶାଶ୍ୱତ ଡିସିସନ୍ ଡେରି କରେନି କେବେ। ମୁଁ କେବେ ଅନ୍ୟାୟ କରିନି, କାହିଁ ଦୟା କରିବି? ମୁଁ ଯଦି ତୁମର କିଛି କ୍ଷତି କରିବି ମୁଁ ଭୟ କରିବି। ଓଲଟ ସେବା ଖବର ପାଇଲା ମାନେ ଡାକ୍ତରଖାନା ହେଉ କି ଆକ୍ସିଡେଣ୍ଟ ହେଉ, ଘର ପଡ଼ି ହେଉ, ବନ୍ୟା ହେଉ, ବିପଦ ହେଉ, ଯାଇ ପହଞ୍ଚିଲି, ସାହାଯ୍ୟ କରେ। ମୁଁ ତ ଡରିବାର ପ୍ରଶ୍ନ ଉଠୁଛୁ କୁଆଡ଼ୁ?